ମୁଁ ସାଧୁ ସନ୍ଥମାନଙ୍କ ଠାରୁ ଶୁଣିଛି ଯେ ପରମାତ୍ମା ଅଛନ୍ତି। ଏପରି ଦୃଢ଼ ନିଶ୍ଚୟ କରିନେଲେ ଭଗବାନଙ୍କ ଉପରକୁ ନିଜକୁ ଜଣାଇବାର ଦାୟିତ୍ୱ ଚାଲିଯାଏ। ଆମେ ନିଜର ଉଦ୍ୟମ ବଳରେ ଭଗବାନଙ୍କୁ ଜାଣିପାରିବା ନାହିଁ, କିନ୍ତୁ ଭଗବାନ ସର୍ବତ୍ର ବିଦ୍ୟମାନ। ଏହି ଭାବ ଦୃଢ଼ ହୋଇଗଲେ ଭଗବାନ ନିଜେ ନିଜକୁ ଜଣାଇ ଦିଅନ୍ତି। ଭଗବାନ ସର୍ବତ୍ର ବିଦ୍ୟମାନ ଏ କଥା ତ ମନକୁ ପାଉଛି, ପୁଣି ଏଥିରେ ନ୍ୟୁନତା କେଉଁଠି ରହୁଛି? ଏଥିରେ ଗୋଟିଏ କଥାର ନ୍ୟୁନତା ରହୁଛି ଯେ ସଂସାର ପୂର୍ବରୁ ଏପରି ନଥିଲା, ପରେ ଏପରି ରହିବ ନାହିଁ, ତଥା ବର୍ତ୍ତମାନ ମଧ୍ୟ ସର୍ବଦା ପରିବର୍ତ୍ତିତ ହେଉଛି ବୋଲି ଆମେ ଜାଣୁଥିଲେ ମଧ୍ୟ ସଂସାରକୁ ବିଦ୍ୟମାନ ବୋଲି ମାନୁଛୁ, ଅର୍ଥାତ୍ ନିଜ ଅନୁଭବକୁ ମହତ୍ତ୍ୱ ଦେଉନାହୁଁ। ସେଥିପାଇଁ ପରମାତ୍ମା ବିଦ୍ୟମାନ, ଏହି ସ୍ୱୀକୃତିରେ ନ୍ୟୁନତା ରହୁଛି। ସୁତରାଂ ନିଜ ଅନୁଭବକୁ ମହତ୍ତ୍ୱ ଦିଅନ୍ତୁ। ନିଦ ନ ଆସିବା ପର୍ଯ୍ୟନ୍ତ ସ୍ୱପ୍ନ ଆସେ ନାହିଁ ଏବଂ ନିଦ ଭାଙ୍ଗିଗଲେ ସ୍ୱପ୍ନ ରହେ ନାହିଁ। ମଝିରେ ନିଦରେ ସ୍ୱପ୍ନ ଦେଖାଯାଏ, ମଝିରେ ବି ତାହାକୁ ଆପଣ ସତ୍ୟ ମାନି ନେଉଛନ୍ତି, ନହେଲେ ତାହା ମଧ୍ୟ ନାହିଁ। ଠିକ୍ ସେହିପରି ସଂସାର ସମ୍ବନ୍ଧରେ ମାନି ନିଅନ୍ତୁ ଯେ ସଂସାର ଓ ଶରୀର ପୂର୍ବରୁ ନଥିଲା, ପରେ ରହିବ ନାହିଁ ଏବଂ ମଧ୍ୟକାଳରେ ବି କେବଳ ଦେଖାଯାଉଛି, ବାସ୍ତବରେ ନାହିଁ। କେହି ପ୍ରଶ୍ନ କରିପାରେ ଯେ ଶରୀର ଓ ସଂସାର ତ ପ୍ରତ୍ୟକ୍ଷ ଦୃଶ୍ୟ ହେଉଛି, ପୁଣି ଏହାକୁ ନାହିଁ ବୋଲି ମାନିବା କିପରି? ତେବେ ଭାଇ, କ'ଣ ସ୍ୱପ୍ନ ବେଳେ ସ୍ୱପ୍ନ ସତ ପରି ଜଣାପଡ଼େ ନାହିଁ? ସ୍ୱପ୍ନ ଦେଖାଯିବା ବେଳେ ତାହା ନିରାଟ ସତ୍ୟ ପରି ଦେଖାଯାଏ, କିନ୍ତୁ ନିଦ ଭାଙ୍ଗିଲେ ସ୍ୱପ୍ନ ନାହିଁ। ଏଥିରୁ ପ୍ରମାଣିତ ହେଲା ଯେ ତାହା ଆଦୌ ନଥିଲା। ଏସବୁ ଶରୀର ଆଜିଠାରୁ 100 ବର୍ଷ ପୂର୍ବରୁ ଥିଲା କି 100 ବର୍ଷ ପରେ ରହିବ କି? ସମସ୍ତେ ମାନିବାକୁ ବାଧ୍ୟ ଯେ ଏସବୁ ରହିବ ନାହିଁ, ଅର୍ଥାତ୍ ଯାହା ଆରମ୍ଭରେ ଓ ଶେଷରେ ନଥାଏ ତାହା ବର୍ତ୍ତମାନ ବି ନଥାଏ। ଏ ଦୃଷ୍ଟିରୁ ସବୁକିଛି ଦୃଶ୍ୟ ନିରନ୍ତର ନାହିଁରେ ପ୍ରବେଶ କରୁଛି। ଯେତିକି ଆୟୁ ବିତିଗଲାଣି ତାହା ନାହିଁରେ ପ୍ରବେଶ କରିଗଲାଣି। ଏବେ ଆଉ ଯେତିକି ଆୟୁ ଅଛି ତାହା ମଧ୍ୟ ପ୍ରତିକ୍ଷଣ ନାହିଁରେ ପ୍ରବେଶ କରୁଛି। ସମଗ୍ର ସଂସାର ପ୍ରତିକ୍ଷଣ ଅଭାବର ଗର୍ଭରେ ପ୍ରବେଶ କରୁଛି। ଜନ୍ମ ପ୍ରତିକ୍ଷଣ ମୃତ୍ୟୁ ମଧ୍ୟରେ ପ୍ରବେଶ କରୁଛି। ସ୍ୱର୍ଗ ପ୍ରତିକ୍ଷଣ ପ୍ରଳୟରେ ପ୍ରବେଶ କରୁଛି। ମହାସ୍ୱର୍ଗ ପ୍ରତିକ୍ଷଣ ମହାପ୍ରଳୟରେ ପ୍ରବେଶ କରୁଛି। ଏ ସଂସାରକୁ ନାଶବାନ କହନ୍ତି। ଯେପରି ଧନ ଥିବା କାରଣରୁ ମନୁଷ୍ୟ ଧନବାନ ବୋଲାଏ, ଧନ ନଥିଲେ ତାହାକୁ ଧନବାନ କୁହାଯାଏ ନାହିଁ, ଠିକ୍ ସେହିପରି ସଂସାର ନାଶବାନ ବୋଲାଉଥିବାରୁ ଏଥିରେ ବିନାଶ ବ୍ୟତୀତ ଅନ୍ୟ କିଛି ନାହିଁ। କେବଳ ବିନାଶ ହିଁ ସାର। ଯଦି ପରମାତ୍ମା ବିଦ୍ୟମାନ ବୋଲି ଦୃଢ଼ ନିଶ୍ଚୟ ହୋଇଯାଏ, ତେବେ ନାହିଁକୁ ଅଛି ମନେ କରିବା ରୂପକ ବିଘ୍ନ ଦୂର ହୋଇଯିବ ଏବଂ ପରମାତ୍ମା ବ୍ୟକ୍ତ ହୋଇଯିବେ। କାରଣ ପରମାତ୍ମା ସ୍ୱାଭାବିକ ଭାବେ ବିଦ୍ୟମାନ, ତାଙ୍କର କଦାପି ଅଭାବ ନାହିଁ। ପରମାତ୍ମା ସର୍ବତ୍ର ଥିବାରୁ ଏଠାରେ ମଧ୍ୟ ଅଛନ୍ତି, ସର୍ବଦା ଥିବାରୁ ବର୍ତ୍ତମାନ ମଧ୍ୟ ଅଛନ୍ତି, ସମସ୍ତଙ୍କ ଠାରେ ଥିବାରୁ ଆମଠାରେ ମଧ୍ୟ ଅଛନ୍ତି ଏବଂ ସମସ୍ତଙ୍କର ହୋଇଥିବାରୁ ଆମର ମଧ୍ୟ ଅଟନ୍ତି। ତାଙ୍କର ବିନାଶ କଦାପି ହୋଇନାହିଁ କି ହୋଇପାରିବ ନାହିଁ। କିନ୍ତୁ ସମଗ୍ର ସଂସାର ପ୍ରତିକ୍ଷଣ ବିନାଶ ଆଡ଼କୁ ଗତି କରୁଛି। ଦୁଇଟି ମାତ୍ର କଥା, ପରମାତ୍ମା ଓ ସଂସାର। ପରମାତ୍ମାଙ୍କର ଅବିଦ୍ୟମାନତା ହେବା କଦାପି ସମ୍ଭବ ନୁହେଁ ଏବଂ ସଂସାରର ବିଦ୍ୟମାନତା ହେବା କଦାପି ସମ୍ଭବ ନୁହେଁ। ଏହା ଯଥାର୍ଥ ଦୃଷ୍ଟିରେ ଦୃଢ଼ତାର ସହ ସ୍ୱୀକାର କରିନେଲେ ସଂସାର ସ୍ଥାନରେ ପରମାତ୍ମା ଦୃଷ୍ଟିଗୋଚର ହେବେ। ବର୍ତ୍ତମାନ ମଧ୍ୟ ପରମାତ୍ମା ଦୃଷ୍ଟିଗୋଚର ହେଉଛନ୍ତି, କାରଣ ସଂସାରର କୌଣସି ସତ୍ତା ନାହିଁ। ପରମାତ୍ମାଙ୍କ ସତ୍ତାରୁ ହିଁ ଏ ସଂସାର ସତ୍ୟ ପରି ଦେଖାଯାଉଛି। ଏଥିରେ ତ ଏକମାତ୍ର ପରମାତ୍ମା ହିଁ ସତ୍ୟ। ତାହେଲେ ଏ ସଂସାର ଦେଖାଯାଉଛି କାହିଁକି? ଅର୍ଥାତ୍ ମୂର୍ଖତା ଯୋଗୁଁ ଏ ସଂସାର ସତ୍ୟ ଜଣାପଡ଼ୁଛି। ଯେ ଜାଣୁଥାଏ ଅଥଚ ମାନେ ନାହିଁ, ତାକୁ ମୂର୍ଖ କହନ୍ତି। ଆମେ ଜାଣୁଛେ ଯେ ଏ ସଂସାର ନାଶବାନ, ତଥାପି ଏହାକୁ ସ୍ଥିର ମାନୁଛେ। ଏହା ହିଁ ଆମର ମୂର୍ଖତା। ଆମେ ଯେତିକି ଜାଣୁଛେ ସେତିକି ମାନିନେଲେ ମୂର୍ଖତା ରହିବ ନାହିଁ ଏବଂ
ଆମେ କୃତାର୍ଥ ହୋଇଯିବା। ପରମାତ୍ମାକୁ ମାନନ୍ତୁ ଏବଂ ସଂସାରକୁ ଜାଣନ୍ତୁ। ପରମାତ୍ମାଙ୍କୁ କ'ଣ ମାନିବା? ପରମାତ୍ମା ସ୍ୱାଭାବିକ ଭାବେ ବିଦ୍ୟମାନ ବୋଲି ମାନିବା। ସଂସାରକୁ କ'ଣ ଜାଣିବା? ସଂସାର ନାହିଁ ବୋଲି ଜାଣିବା। ସଂସାରକୁ ଠିକ୍ ଭାବେ ଜାଣିଗଲେ ପରମାତ୍ମା ପ୍ରକଟିତ ହୋଇଯିବେ। ଏ କଥା ଠିକ୍ ଭଳି ଜଣାପଡ଼ୁଥିଲେ ମଧ୍ୟ କାହିଁକି ଦୃଢ଼ ଭାବରେ ଧାରଣା କରି ହେଉନାହିଁ? ଧାରଣା କରି ନ ହେବାର କାରଣ ହେଲା ଆପଣ ସଂସାରରୁ ସୁଖ ଗ୍ରହଣ କରୁଛନ୍ତି। ଯେ ପର୍ଯ୍ୟନ୍ତ ସାଂସାରିକ ସୁଖ ପ୍ରତି ଲୋଭ ରହିବ ସେ ପର୍ଯ୍ୟନ୍ତ ସଂସାର ନାଶବାନ ଓ ଅସତ୍ୟ ବୋଲି ଯେତେ କହିଲେ ମଧ୍ୟ ଅନୁଭବ ହେବ ନାହିଁ। କଳା ଭଅଁର ବାଉଁଶରେ କଣା କରି ରହେ। ବାଉଁଶ କେତେ ଟାଣ, ତଥାପି ଭଅଁରର ଦାନ୍ତ ଏତେ ଶକ୍ତ ଯେ ସେ ସେଥିରେ ମଧ୍ୟ ଗୋଲ ଗୋଲ କଣା କରିଦିଏ। କିନ୍ତୁ ସେ ପଦ୍ମ ଭିତରେ ଥିବାବେଳେ ଯଦି ରାତି ହୋଇଯାଏ ଏବଂ ପଦ୍ମ ବୁଜି ହୋଇଯାଏ ତେବେ ସେ ପଦ୍ମ ଫୁଲକୁ କଣା କରି ବାହାରିଯାଏ ନାହିଁ। ସେ ଭାବେ ରାତି ବିତିଯିବ, ସକାଳ ହେବ, ସୂର୍ଯ୍ୟ ଉଦୟ ହେବ, ତାପରେ ପଦ୍ମ ଫୁଟିବ ଏବଂ ସେତେବେଳେ ମୁଁ ଉଡ଼ିଯିବି। ସେ ବାଉଁଶରେ କଣା କରିଦିଏ, କିନ୍ତୁ ପଦ୍ମ ପାଖୁଡ଼ା ତା ଦ୍ୱାରା କାଟିବା ସମ୍ଭବ ହୁଏ ନାହିଁ। ସେ କ'ଣ ତାହେଲେ ଏତେ ଦୁର୍ବଳ? ସେ ସେହି ପଦ୍ମରୁ ସୁଖ ଗ୍ରହଣ କରେ, ତେଣୁ ଦୁର୍ବଳ ହୋଇଯାଏ। ସେହିପରି ଏ ମନୁଷ୍ୟ ସଂସାରର ସୁଖ ଉପଭୋଗ କରୁଛି, ତେଣୁ ଦୁର୍ବଳ ହୋଇଯାଉଛି। ବିକାନେର ଭାଷାରେ ଏକ ପ୍ରବାଦ ଅଛି, ରାଣ୍ଡରା କାଚ, ଅର୍ଥାତ୍ ସ୍ତ୍ରୀ ଆଗରେ ଦୁର୍ବଳ, ସ୍ତ୍ରୀର କ୍ରୀତଦାସ। ଏହି ସଂସାର ରୂପୀ ସ୍ତ୍ରୀ ଆଗରେ ମନୁଷ୍ୟ ଦୁର୍ବଳ ହୋଇଯାଏ। ସେହି ଦୁର୍ବଳତା କ'ଣ? ସଂସାରରୁ ସୁଖ ଗ୍ରହଣ କରିବା ହିଁ ଦୁର୍ବଳତା। ଏହାକୁ ଦୂର କରିବାକୁ ହେବ। ପରମାତ୍ମା ବିଦ୍ୟମାନ, ଏହା ମାନିବାକୁ ପଡ଼େ ଏବଂ ସଂସାର ନାଶବାନ, ଏହା ପ୍ରତ୍ୟକ୍ଷ କଥା। ସଂସାରକୁ ଠିକ୍ ଭାବେ ଜାଣିଗଲେ ପରମାତ୍ମା ପ୍ରକଟିତ ହୋଇଯିବେ। ଏତିକି ମାତ୍ର କଥା। କିଛି ସମୟ ଶାନ୍ତିରେ ବସି ଏହି କଥାକୁ ଦୃଢ଼ କରିଦିଅନ୍ତୁ ଯେ ବାହାରେ ଭିତରେ ଉପରେ ତଳେ ସର୍ବତ୍ର ପରମାତ୍ମା ହିଁ ବିଦ୍ୟମାନ। ସମୁଦ୍ରରେ ବୁଡ଼ ପକାଇବା ସମୟରେ ଯେପରି ଚାରିଆଡ଼େ କେବଳ ଜଳ ହିଁ ରହିଥାଏ, ସେହିପରି ସବୁଆଡ଼େ ପରମାତ୍ମା ହିଁ ବିଦ୍ୟମାନ। ସଂସାର ତ ଆପଣା ଛାଏଁ ନଷ୍ଟ ହେଉଛି। ସଂସାରରେ ସୁଖ ଗ୍ରହଣ କରିବାର ପ୍ରବୃତ୍ତି ଦୂର ହେବ କିପରି? ସୁଖ ଗ୍ରହଣ କରିବା ନିଜର ଦୁର୍ବଳତା ବୋଲି ମନେ କରନ୍ତୁ, ତାହେଲେ ଦୂର ହୋଇଯିବ। ଆପଣ ଦୂର କଲେ ଯାଇ ଦୂର ହେବ, ଅନ୍ୟ କେହି ଦୂର କରିପାରିବ ନାହିଁ। ତେଣୁ ଆପଣ ସମ୍ପୂର୍ଣ୍ଣ ବଳ ଲଗାଇ ଦିଅନ୍ତୁ। ଏସବୁ ସତ୍ତ୍ୱେ ଯଦି ଦୂର ନ ହୁଏ ତେବେ ହେ ପ୍ରଭୁ କହି ଭଗବାନଙ୍କୁ ଡାକ ପକାନ୍ତୁ। ମନୁଷ୍ୟ ଯେତେବେଳେ ଦୁର୍ବଳ ହୋଇଯାଏ ସେତେବେଳେ ସେ ସବଳର ଆଶ୍ରୟ ଗ୍ରହଣ କରେ। ମୁଖ୍ୟ ବିଘ୍ନ ହେଉଛି ସାଂସାରିକ ସୁଖ ଶକ୍ତିକୁ ଦୂର କରିବା ପାଇଁ ଇଚ୍ଛା ନ କରିବା ଏବଂ ତାହାକୁ ଦୂର ନ କରିବା। ଏ ଦୁଇଟି ବିଘ୍ନ ଦୂର ହେବା ପରେ ମଧ୍ୟ ସୁଖାସକ୍ତି ଦୂର ନହେଲେ ଆପଣ ଛାଏଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବେ। ବାଳକର ମନୋନୁକୂଳ କୌଣସି କାମ ନ ହେଲେ ସେ କାନ୍ଦେ ଏବଂ କାନ୍ଦିବା ଦ୍ୱାରା ସେ ସବୁ କାମ ହାସଲ କରେ। ତେଣୁ ସେହି ପ୍ରଭୁଙ୍କ ଆଗରେ କାନ୍ଦିଲେ ସବୁ କାମ ହାସଲ ହୋଇଯିବ। ପ୍ରଭୁ ହିଁ ସମ୍ପୂର୍ଣ୍ଣ ସବଳ। ସେ ଥାଉ ଥାଉ ଆମେ ଦୁଃଖ ପାଇବା କାହିଁକି? ଭଗବାନ ଆମର ଆପଣାର। ବାଳକ ମାଆକୁ ଆପଣାର କରିଥିବାରୁ ମା ତାକୁ କୋଳକୁ ନେବାକୁ ବାଧ୍ୟ ହୁଏ। ଏ ମା ତ କେବଳ ଗୋଟିଏ ଜନ୍ମର ମା, କିନ୍ତୁ ପ୍ରଭୁ ସବୁଦିନର ଓ ସମସ୍ତଙ୍କର ମା।